ଭିକାରୀ ହେଇପାରିବ? ମୁଁ ବା ନିଜ ଭିକାରୀ। ମୋ ସାର୍ଟିଫିକେଟ ନା ସିନା ବାଳକୃଷ୍ଣ ବଳଦେବ ବଳିଆର ସିଂ, ହେଲେ ମତେ ବା ଆମ ଏରିଆରେ ମତେ ଭିକାରୀ ଡାକନ୍ତି। ଭିକାରୀ ନୁହଁ କଣ ନା ଯାହାକୁ ପଚାରୁ ସିଏ କହ ଭିକାରୀ ନାଇଁ। ତମେ ଭିକ ମାଗି ପାରିବ କି? ମାନେ ଭିକାରୀ ହେଇବୁ, ଭିକ ମାଗି ପାଇଲେ ରାତାରାତି ହାଇଲାଇଟ ଟିଭିରେ ମିଡିଆରେ ସବୁଆଡେ ଖାଲି ଖେଳିଯିବ ତମରି ନା ବା। ହଁ ଆଉ ଯାତ୍ରା ପାଟିରେ ଆଜିକାଲି ଭିକ ମାଗିକି ପୁରା ହାଇଲାଇଟ। ଠିକ କଥା। ଯାତ୍ରା ପାଟିରେ ବର୍ତ୍ତମାନ ଟ୍ରେଣ୍ଡିଂ ଚାଲିଛି। ଭିକ ମାଗୁଛି ସିଏ ରାତାରାତି ହାଇଲାଇଟ। ମୁଁ ତ ଭିକାରୀ, ମୋ ଚାଉ ଅଧିକା କେହି ଭିକ ମାଗି ପାରିବେନି। କାନ୍ଦି ଝାଳ ଗଡି ତଡି ହେଳି ଗୋଡ ହାତ ଛିଡେଇ ମୁଁ ଏମିତି ଏ ଟାଇପର ଭିକ ମାଗିବି। ନିଜେ ଆମ ଡିରେକ୍ଟର ଯେ ଆଶୁତୋଷ ମହାପାତ୍ର ସାର୍ ଯଦି ଆସିଥିବେ ଆସି ପେଣ୍ଡାଲ ପରେ ମତେ କୁଣ୍ଢେଇବେ। ମୁଁ ଆରେ ମୋ ଚାଉ ଭଲ ଭିକ ମାଗିଲେ ଦେବେ ନା? ଦେବେ। ପଇସା ଦେବେ? ପଇସା କଣ ଦେବେ? ଟଙ୍କା ଦେବେ। ପଇସା କଣ? ଟଙ୍କା ଦେବି? ଆଜିକାଲି ଭିକାରୀ ସିଲେ ଭଲ ଭିକ ଦଉଛନ୍ତି, ଲୋକ ହାଇଲାଇଟ ହଉଛନ୍ତି। ଆଚ୍ଛା ତମେ ଭିକ ମାଗିଲେ ଦେଖିବା, ଟେଷ୍ଟ କରିବା ଆଗ ଟିକେ ମାଗିଲ। ଆଚ୍ଛା ଗୋଟେ ସିନ୍ ବର୍ତ୍ତମାନ ଟ୍ରାଏଲ କରିଦବା କି? ଭିକ ମଗା ସିନ୍। ଭିକ ମଗା ସିନ୍ ଠିକ ଅଛି। ଟ୍ରାଏଲ କର। ସେମିତି ମାଗିଲେ କଣ ଦେବେ? ନା ନା ନାଇଁ, ତମେ ଭାବିନିଅ ତମେ ଗୋଟେ କୋଟିପତି ଥିଲ। ମୁଁ କୋଟିପତି ଥିଲ, ଟ୍ରେନ ଲାଇନରେ ତମ ଗୋଡ କଟି ଯାଇଛି, 5 ପଇସା ଖର୍ଚ୍ଚ କରିବାକୁ ନାହିଁ। ସେଇ ଟାଇମରେ ଭିକ ମାଗିଲେ ଲୋକ ବିକଳ ପାଇକି ଭିକ ଦେବେ। ଆଉ ଏମିତି ମାଗିଲେ କଣ ଦେବେ? ମୁଁ କୋଟିପତି ଥିଲି, ମୋ ଗୋଡ କଟି ଯାଇଛି, ଗୋଡ ନାହିଁ, ପାଖରେ ଟଙ୍କାଟିଏ ନାହିଁ, ମୁଁ ଦରିଦ୍ର, ମୁଁ ହେଠୁ ଲୋକମାନଙ୍କୁ ଦାଣ୍ଡରେ ଭିକ ମାଗି ସିଏ ସିକ୍ରେଟ ଥିଲା ଏଇଆ। ଦେଖ ମୁଁ ଭିକ ମାଗୁଛି, ଦେଖ କଣ ହଉଛି। ଭିକ ମାଗିବ ଯେ, ଭିକ ମାଗିବା ଭିତରେ ଗୀତ ଯେମିତି ବନ୍ଦ ନ ହୁଏ। କୋଉ ଗୀତ? ଗୀତ ଗୀତ ବୋଲା ଚାଲିଥିବ, ଭିକ ମଗା ଚାଲିଥିବ, ଭିକ ମଗା ବନ୍ଦ ନହବା ଯାଏ ଗୀତ ବନ୍ଦ ହବ ହେଲା। ମୁଁ କୋଟିପତି ଥିଲି, ଗୋଡ କଟି ଯାଇଛି, ଆଉ ପାଖରେ ଟଙ୍କାଟିଏ ନାହିଁ, ମାନେ ଷ୍ଟେସନରେ ବୁଲିକି ଲୋକମାନଙ୍କୁ ଭିକ ମାଗୁଛି ଖାଇବା ପାଇଁ। ବାବୁ ମୁଁ କାଠୁ କିଛି ଖାଇନି, ମତେ କିଛି ଟଙ୍କା ଦିଅ। ଗୀତ ନା ନା ଗୀତ ନହେଲେ ସେଟା ଦଉନାହାନ୍ତି। ଠିକ କଥା। ଲିପୁ ଭାଇ ସାଙ୍ଗରେ ଗୀତ ଚାଲିବ। ଆଜ୍ଞା ଆଜ୍ଞା। ଲିପୁ ଭାଇ 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 ଆଜ୍ଞା ଗୋଟେ ଗୀତ ବୋଲିବେ, ମୁଁ ଭିକ ମାଗିବି। ଆଚ୍ଛା ହଉ। ସେ ଭଲ କିଣି ବୋଲିବେ। ଓକେ। ମୁଁ ଡାଇଲଗଟା କହିକି ପାରୁଛି। ଆଜ୍ଞା ଆଜ୍ଞା ଆପଣଙ୍କୁ ଭଗବାନ ଦୟା କରିବେ, ଆପଣଙ୍କୁ ଭଗବାନ ଦୟା କରିବେ। ଏ ଛୋଟା ଟିକେ କିଛି ପଇସା ଦିଅନ୍ତୁ ଆଜ୍ଞା, ମୁଁ ଖାଇବାକୁ ପାଉନି, ମତେ କିଛି ଟଙ୍କା ଦିଅ। ଷ୍ଟାର୍ଟ। ପାପ ଜାଣିଲେ ମଶାଣି ଲାଗୁଛି ଦୁନିଆ, କେତେ ଦୁଃଖ ଦବୁ କେତେ ଦୁଃଖ ଦବୁ କେତେ ଦୁଃଖ ଦବୁ କେତେ ଦୁଃଖ ଦବୁ। কেতে দুঃখ দবু কেতে দুঃখ দবু কেতে দুঃখ দবু।
କଣ ହେଇ ଟୋଟାଲି ଭିକାରୀ ଆଉ ଲୋକ ଦେଲେ ଆଉ ଏଇଥିରେ ଯାତ୍ରା ପାଟେ ଯେତେ ଯିଏ ଭିକ ମାଗିଛି ସବୁଠୁ ତମେ ହାଇଲାଇଟ୍ ହେଇଗଲା ହଁ ମୁଁ ଭିକ ମାଗିବାକୁ ରାଜି ଯାତ୍ରା ପାଟରେ ଯିବି ଭିକ ମାଗିବି ଯାହା ହେଲେ ମୁଁ ଗୋଟେ ହାଇଲାଇଟ୍ ହେବି କିନ୍ତୁ ମୋ ଝୁନୁ ମତେ ମିଳିବା ଦରକାର ମୋ ଝୁନୁ ହଁ ସେ ମୋ ଆତ୍ମା ସେ ମୋ ପ୍ରାଣ ସେ ମୋ ଜୀବନ ସେ ମୋ ହୃଦୟକୁ ଝୁନୁକୁ ନ ପାଇଲେ ଆତ୍ମହତ୍ୟା ଝୁନୁ କିଏ କଣ ଯାତ୍ରା ପାଟେ ହିରୋଇନ ନା କଣ ଚାକରାଣୀ ଚାକରାଣୀକି ତମେ ପ୍ରେମ କରୁଛ ହେଇଯାଉନାନି ତାକୁ ସିନା ଚାକରାଣୀ କହୁଛ ସେ ହେଲେ ବାବୁ ଦେଖିଆ ତା ବଢିଆ ଦେଖିବ ତାକୁ ମୁଁ ଭୁଲି ପାରୁନି ତାକୁ ମତେ କେମିତି ପାଇବି ତାକୁ ମତେ କୁହ ଝୁନୁ ପିଲେ ମୁଁ ମରିଯିବି ଏଇ ଗୋଟେ ସାମାନ୍ୟ କଥା ତମେ ଏମିତି ହଉଛ ମୋ ଝୁନୁ ମୋ ଦରକାର ଝୁନୁ ହଁ ଝୁନୁ ଦରକାର ହଁ ହେଇ ଶୁଣ ଏମିତି ପାଣି ଔଷଧ ତାକୁ ଦିଆଯିବ ସେ ବାହା ପାଇଁ ତ ପଛରେ ଗୋଡେଇବ ତମ ଗୋଟାଇ ପଡୁଛି ସେ ଔଷଧ ଅଛି ଆଉ ପ୍ରେମ ପାଇଁ ଔଷଧ ଆଉ କଣ ସେଇଟା ଟିକେ ଔଷଧ ଦେଲ ଔଷଧ ଦେବି କଣ ସେ ଔଷଧ ଆଣିଲେ ଛେଳିକି ଦବ ଛେଳି ବି ତମ ପଛରେ ବାହା ହେବା ପାଇଁ ଗୋଡେଇବ ମଣିଷରେ ଅଭୟ ଛେଳି କଣ ହବ ମୁଁ ଛେଳିକି ବାହାବି ମୋ ଝୁନୁ ଦରକାର ହେଇ ଶୁଣ ଯାହା ସବୁ ତମ ତା କରିବି ଯେତେ ତମ ଭାଉଜ ମତେ ବାହା ହେବା ପାଇଁ ରାଜି ହଉନଥିଲା ହଁ ଗୋଟେ ଗୁଣିଆ ମୋର ଚିହ୍ନା ଅଛି ଏମିତି ପାଣି ଔଷଧ ଦେଲା ମୋ ପଛ ପଛେ ଗୋଡେଇଲା ମତେ ବାହା ହେବାକୁ ବୋଲି ମୋ ଗୋଡ ଧଇଲା ମୁଁ ଗୋଟାଏ ପଡୁଛି ସେ ଗୁଣିଆ ପାଖକୁ ନେଇ ଚାଲ ମତେ ଏମିତି ଔଷଧ ଦଉନ୍ତୁ ଝୁନୁ ଯେମିତି ଆସି ମୋ ଗୋଟାଏ ପଡିବ କହିବ ମୁଁ ତମକୁ ବାହାରିବି ଯାହା ଟଙ୍କା ଖର୍ଚ୍ଚ ମୁଁ କରିବି ଯାହା କରିବା କଥା କର ମୁଁ ସବୁ କାମ କରିଦେବି ହେଲେ ଝୁନୁ ଆଚ୍ଛା ହଉ ହଉ ହେଲା ଝୁନୁ ଦରକାର ସବୁ କାମ କରିଦେବି ଟଙ୍କା ପାଇଁ କିଛି ଚିନ୍ତା କର ନାଇଁ ଟଙ୍କା କଥାଟା ପଡିନି କିଛି ବାଳ ଯୋଗାଡ କର ବାଳ ଏ ବାଳ କୁସୁକୁ ବାଳ ଭାଗ ହବ ସେଲୁନ ଚାଲିଛି ବସେ ବାଳ ସେଲୁନ ବାଳ କିଛି କାମ ଦବନି ଆଉ ଝୁନୁର କିଛି ଅରୁଆ ବାଳ ଦରକାର ଅରୁଆ ବାଳ କେମିତି ଆଣିବି ଏ ଅରୁଆ ବାଳ କେମିତି ଆଣିବି ତା ବାଳ ସେ ବାଳ କୋଉଠି ଆଣିବି ବୁଝିପାରୁନା ଯେତେବେଳେ ମୁଣ୍ଡ କୁଣ୍ଡେଇକି ପାନିଆରୁ ଛଡେଇକି ଥୁ କରି ତଳେ ପକେଇଦବ ସେଇଆକୁ ଗୋଟିଏ ଆଣି ମତେ ଦବ ତା ଯୋଉ ଛେପ ଆଉ ବାଳ ହଁ ହଁ ହେଲା ଛେପ ଲାଗି ତମ ତା ବାଳ ନେଇ ହାତରେ କଣ ବାହା ହେବା ପାଇଁ ଲୋକ କେତେ କଣ କରୁଛନ୍ତି ତମେ ଏତିକି କରିପାରିବ ବର୍ଷ ମାସ କରିବି ଆଉ ଆଉ ଦ୍ୱିତୀୟ ତା ସିଗାଣି ଠିକ ଆଣି ବୋଇଲା ହାତ ପୁରେଇ ଟାଣି ଆଣି ନା ତାକୁ ଆଇସ୍କ୍ରିମ ଦହି ବହି କଦଳୀ ଫଦଳୀ ଘୁଆଇ ପୁରା ଥଣ୍ଡା କରେଇଦବ ସିଗାଣି ବୋହିବ ଆଣିବ ଆଉ ତାକୁ ସବୁ ଆଇସ୍କ୍ରିମ ଦେଲେ ନବ ହଁ ହେଲା ଚେଷ୍ଟା କରିବି ତା ସିଙ୍ଗାଣି ବୋଇଲେ ତାକୁ ଆଣିବି ଆଉ ହେଲା ଆଉ ହେଲା ହଁ ତୃତୀୟରେ ତା ଝାଡା ପାଣି ହକି ଦେବେ ଝାଡା ନୁହଁ ମୂର୍ଖ ଝାଡା କଣ ତା ଝାଡା ଯିବା ଯୋଉ ବସ୍ତ୍ର ପିନ୍ଧିକି ଯାଉଥିବ ସେଇଥିରୁ ଖଣ୍ଡେ ମୋର ଦରକାର ଝାଡା ଲୁଗା ହେଲା ଚେଷ୍ଟା କରିବି ବୁଝିଲ ତ ଏକରେ ବାଳ ଦୁଇରେ ସିଗାଣି ତିନିରେ ଝାଡା ଯିବା ବସ୍ତ୍ର ଆଉ ଗୋଟେ କଥା 10,000 ଟଙ୍କା ମୋ ମାସକର ତ ରମା ମାସକର ହଉ ମାସକ ଦରମା ଖର୍ଚ୍ଚ କରିବ ଜୀବନ ସାରା କଷିବ ଠିକ ଅଛି ଏକରେ ବାଳ ସିଙ୍ଗାଣି ଝାଡା ଯିବା ବସ୍ତ୍ର ଏଇ ତିନିଟା ଜିନିଷ 10,000 ଟଙ୍କା ଚାଲିଲି କିନ୍ତୁ ମୋର ଝୁନୁ ଦରକାର ମୁଁ ନିଶ୍ଚିତ ଯୋଗାଡ଼ କରି ଫେରିବି ଗୋଡେଇବ ପଛରେ ଏତିକି କଲେ ମୁଁ ଚିର ଗୁଡେଇ ତମ ପାଖରେ ରହିବି ଝୁନୁ ଆଇ ଲଭ୍ ୟୁ ସିଙ୍ଗାଣି ବାଳ ଝାଡା ଝୁନୁ ମାଇ ଡାଲି 10,000 ଟଙ୍କା ଆଣିବୁ ହଁ